A test of learning in student life is a dash in which student knowledge and skills are demonstrated. କହିଲା ଛାତ୍ର ଜୀବନରେ ଶିକ୍ଷାର ପରୀକ୍ଷା ହେଉଛି ଏକ ଡ୍ୟାସ୍ ଯେଉଁଥିରେ ଜଣେ ଶିକ୍ଷାର୍ଥୀର ଜ୍ଞାନ ଓ ଦକ୍ଷତା ପ୍ରତିପାଦିତ ହୁଏ। କହିଲା ଗୋଟେ ଯୋଉ ଛାତ୍ର ଜୀବନରେ ଶିକ୍ଷାର ପରୀକ୍ଷା କରାଯାଇଥାଏ ଆମର ଶ୍ରେଣୀଗୃହରେ ପରୀକ୍ଷା କରିଥାଏ ସିଏ ହେଉଛି କ'ଣ ଯେଉଁଥିରେ ଜଣେ ଶିକ୍ଷାର୍ଥୀର କେତେ ଜ୍ଞାନ ଆହରଣ କରିଛି ଏବଂ ଦକ୍ଷତା ପାଇଛି ତାହାର ପ୍ରତିପାଦିତ ହୋଇଥାଏ। ତାର ଆନ୍ସର ହେଇଯିବ ପରୀକ୍ଷଣ ବା ଟେଷ୍ଟ। ଯୋଉ ଶିକ୍ଷାର ପରୀକ୍ଷା ହେଇଥାଏ ତାକୁ ଆମର କୁହାଯାଇଥାଏ ଟେଷ୍ଟ ବା ପରୀକ୍ଷଣ କୁହାଯାଇଥାଏ ଯେଉଁଥିରେ ସେ ଶିକ୍ଷାର୍ଥୀ ଯାହା ସବୁ ଜ୍ଞାନ ଆହରଣ କରିଛି ଯେଉଁ ସବୁ ଦକ୍ଷତା ହାସଲ କରିଛି ତାହା ପ୍ରତିପାଦିତ ହୋଇଥାଏ ସେହି ପରୀକ୍ଷା ଦ୍ୱାରା। କ୍ୱେଶ୍ଚିନ୍ ନମ୍ବର 2 ରହିଛି In the general sense, education which imparts knowledge about various mental, social and even personal skills is called dash education. ତା ଓଡ଼ିଆଟା ରହିଛି ସାଧାରଣ ଅର୍ଥରେ ଯେଉଁ ଶିକ୍ଷା ଅନେକ ଗୁଡ଼ିଏ ମନସ୍ତାତ୍ତ୍ୱିକ ସାମାଜିକ ଏବଂ ଅନ୍ତଃ ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ ତାକୁ ଡ୍ୟାସ୍ କୁହାଯାଏ। ତାର ଆନ୍ସର ହେଇଯିବ ଲାଇଫ ସ୍କିଲ୍ ଏଜୁକେସନ ବା ଜୀବନ ଦକ୍ଷତା ଶିକ୍ଷା କୁହାଯାଏ। ତାମାନେ କହିଲା ଏଇ ଜୀବନ ଦକ୍ଷତା ବା ଲାଇଫ ସ୍କିଲ୍ ଏଜୁକେସନ ଆମେ କ'ଣ କ'ଣ ଶିକ୍ଷା ପାଇଥାଉ ନା ମନସ୍ତାତ୍ତ୍ୱିକ ଶିକ୍ଷା ପାଇଥାଉ ସାମାଜିକ ଏବଂ ଆନ୍ତଃ ବ୍ୟକ୍ତିଗତ ଦକ୍ଷତା ବିଷୟରେ ଶିକ୍ଷା ବା ଜ୍ଞାନ ଆହରଣ କରିଥାଉ। ତେଣୁ ଏହି ଶିକ୍ଷାକୁ ଆମର କୁହାଯାଏ ଲାଇଫ ସ୍କିଲ୍ ବା ଜୀବନ ଦକ୍ଷତା ଏଜୁକେସନ ବା ଶିକ୍ଷା। ତାପରେ 3 ନମ୍ବର କ୍ୱେଶ୍ଚିନ୍ ଷ୍ଟୁଡେଣ୍ଟ ଲାଇଫ ଡେଭଲପ୍ସ ଡ୍ୟାସ୍ ଆବିଲିଟି ଟୁ ସକ୍ସେସଫୁଲି ଡିଲ୍ ୱିଥ୍ ପ୍ରୋବ୍ଲେମ୍ସ ଫେସ୍ଡ ଇନ୍ ରିଅଲ ଲାଇଫ। ଛାତ୍ର ଜୀବନ ବାସ୍ତବ ଜୀବନରେ ସମ୍ମୁଖୀନ ସମସ୍ୟାର ସଫଳ ମୁକାବିଲା ନିମନ୍ତେ ଡ୍ୟାସ୍ ସାମର୍ଥ୍ୟ ସୃଷ୍ଟି କରିଥାଏ। ତାର ଆନ୍ସର ହେଇଯିବ ଲାଇଫ ସ୍କିଲ୍ ବା ଜୀବନ ଦକ୍ଷତା ସାମର୍ଥ୍ୟ ସୃଷ୍ଟି କରିଥାଏ। ତ ଯେଉଁ ଆମର ଯେଉଁ ଛାତ୍ର ଜୀବନରେ ଯେଉଁ ସବୁ ଆମର ସମସ୍ୟା ହେଉଛି ତାକୁ ସମ୍ମୁଖୀନ କରିବା ପାଇଁ କିଏ ସାମର୍ଥ୍ୟ ସୃଷ୍ଟି କରିଥାଏ ନା ଜୀବନ ଦକ୍ଷତା ବା ଲାଇଫ ସ୍କିଲ୍ ଆମକୁ ସାହସ ଦେଇଥାଏ ବା ଆମକୁ ସମସ୍ୟା ସମାଧାନ କରିବା ପାଇଁ ସେଆଡ଼ିକି ଆମର ବାଟ ଦେଖାଇଥାଏ। ତ ଏଇଥିଲା ଆମର ଲାଇଫ ସ୍କିଲ୍। ତାପରେ 4 ନମ୍ବର କ୍ୱେଶ୍ଚିନ୍ ଅଣ୍ଡରଷ୍ଟାଣ୍ଡିଂ ଗ୍ଲୋବାଲ ପ୍ରୋବ୍ଲେମ୍ସ ଇଜ୍ ଦି ଡ୍ୟାସ୍ ଅଫ୍ ପିସ୍ ଏଜୁକେସନ। ବିଶ୍ୱସ୍ତରୀୟ ସମସ୍ୟା ଗୁଡ଼ିକ ବୁଝିବା ଶାନ୍ତି ଶିକ୍ଷାର ଡ୍ୟାସ୍ ଅଟେ। ତ ଆନ୍ସର ହେଇଯିବ ଏମ୍ସ ଆଣ୍ଡ ଅବଜେକ୍ଟିଭ୍ସ। ଶାନ୍ତି ଶିକ୍ଷାର ଲକ୍ଷ୍ୟ କ'ଣ ବା ଉଦ୍ଦେଶ୍ୟ କ'ଣ ନା ସେ ବିଶ୍ୱସ୍ତରୀୟ କ'ଣ ସବୁ ସମସ୍ୟା ଗୁଡ଼ିକ ହେଉଛି। ତ ଗ୍ଲୋବାଲ ପ୍ରୋବ୍ଲେମ ଅଣ୍ଡରଷ୍ଟାଣ୍ଡିଂ ଗ୍ଲୋବାଲ ପ୍ରୋବ୍ଲେମ୍ସ ବିଶ୍ୱସ୍ତରୀୟ ଯେଉଁ ସବୁ ସମସ୍ୟା ହେଉଛି ତାକୁ ବୁଝିବା ହେଉଛି ଆମର ଶାନ୍ତି ଶିକ୍ଷା ବା ଏମ୍ସ ଆଣ୍ଡ ଅବଜେକ୍ଟିଭ ଅଫ୍ ପିସ୍ ଏଜୁକେସନ। ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 5 One of the challenges of energy education is dash। ଶକ୍ତି ଶିକ୍ଷାର ଏକ ଆହ୍ୱାନ ହେଉଛି ଡ୍ୟାସ୍। ତାର ଆନ୍ସର ହେଇଯିବ ଗ୍ରୋଥ ଅଫ୍ ଟଲେରାନ୍ସ। ସହନଶୀଳତାର ଅଭିବୃଦ୍ଧି ହେଉଛି ଆମର ଶକ୍ତି ଶିକ୍ଷାର ଏକ ଆହ୍ୱାନ। କ୍ୱେଶ୍ଚିନ୍ ନମ୍ବର 6 ଲାଇଫ ସ୍କିଲ୍ସ ରେଫର୍ସ ଟୁ ଦି କଲେକ୍ସନ ଅଫ୍ ଡ୍ୟାସ୍ ଆସ୍ପେକ୍ଟସ୍ ଅଫ୍ ଷ୍ଟୁଡେଣ୍ଟ ଲାଇଫ। ଜୀବନ ଦକ୍ଷତା ଛାତ୍ର ଜୀବନର ଡ୍ୟାସ୍ ବ୍ୟବହାର ସମାହାରକୁ ବୁଝାଇଥାଏ। ତାର ଆନ୍ସର ହେଇଯିବ ଆବିଲିଟି ବା ଦକ୍ଷତାର ସମାହାରକୁ ବୁଝାଇଥାଏ। କ୍ୱେଶ୍ଚିନ୍ ନମ୍ବର 7 ଡ୍ୟାସ୍ ସଜେଷ୍ଟ ଦ୍ୟାଟ୍ ଷ୍ଟୁଡେଣ୍ଟ ଲାଇଫ ସ୍କିଲ୍ସ ଲର୍ଣ୍ଣିଂ ଇଜ୍ ଏ ଚେଞ୍ଜ ଅର୍ ୟୁଜ୍ ଷ୍ଟ୍ରାଟେଜି। ଡ୍ୟାସ୍ ମତ ଦେଇଥିଲେ ଯେ ଛାତ୍ର ଜୀବନ ଦକ୍ଷତା ଶିକ୍ଷା ପରିବର୍ତ୍ତନ ବା ବ୍ୟବହାର କୌଶଳ ଅଟେ। ତ ଏଇଟା କିଏ କହିଥିଲେ ନା ୟୁନିସେଫ୍ କହିଥିଲେ ଯେ ଛାତ୍ର ଜୀବନର ଦକ୍ଷତା ଶିକ୍ଷା ପରିବର୍ତ୍ତନ ବା ବ୍ୟବହାର କୌଶଳ ଅଟେ। ଏଇଟା ମଧ୍ୟ ମନେ ରଖିଦେବେ ୟୁନିସେଫ୍ କ'ଣ କହିଥିଲେ। ତ ଏକ୍ଜାମରେ ଆପଣଙ୍କ ସିମ୍ପଲ କ୍ୱେଶ୍ଚିନ୍ ଆସିବ କୌଣସି ଆପଣଙ୍କ ବ୍ୟସ୍ତ ହେବାର ନାହିଁ। କ୍ୱେଶ୍ଚିନ୍ ନମ୍ବର 8 ଆମର ଅଛି ଇଟ୍ ଇଜ୍ ଡ୍ୟାସ୍ ଅଫ୍ ଦି କରିକୁଲମ୍ ଟୁ ହେଲ୍ପ ଷ୍ଟୁଡେଣ୍ଟସ୍ ସେଭ୍ ଦେୟାର ଲାଇଫ୍ସ ଆଜ୍ ଗୁଡ୍ ସିଟିଜେନ୍ସ। ଛାତ୍ର ଜୀବନକୁ ଉତ୍ତମ ନାଗରିକ ଭାବରେ ଗଢ଼ି ତୋଳିବା ନିମନ୍ତେ ସାହାଯ୍ୟ କରିବା ପାଠ୍ୟକ୍ରମ କାର୍ଯ୍ୟାବଳୀର ଡ୍ୟାସ୍ ଅଟେ। ତାର ଆନ୍ସର ହେଇଯିବ ଏମ୍ ବା ଲକ୍ଷ୍ୟ ଅଟେ। ଯୋଉ ଆମେ ଯୋଉ ବିଦ୍ୟାଳୟରେ ବା କଲେଜ ଗୁଡ଼ିକରେ ଯୋଉ ପଢିଥାଉ ପାଠ୍ୟକ୍ରମ ଯୋଉ କାର୍ଯ୍ୟାବଳୀ ଥାଏ ତାର ଲକ୍ଷ୍ୟ କ'ଣ ନା ଗୋଟେ ସେଇ ପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ଗୋଟେ ଉତ୍ତମ ନାଗରିକ ଭାବରେ ତାକୁ ଗଢ଼ି ତୋଳିଥାଏ ଛାତ୍ର ଜୀବନକୁ। ସେ ହେଉଛି ଆମର ପାଠ୍ୟକ୍ରମ କାର୍ଯ୍ୟାବଳୀର ଲକ୍ଷ୍ୟ। ଏହାଦ୍ୱାରା ସେ ଛାତ୍ର ଜୀବନକୁ ଉତ୍ତମ ନାଗରିକ ଭାବରେ ଗଢ଼ି ତୋଳିଥାଏ। ତାପରେ ହାୟର ଏଜୁକେସନ ଇଜ୍ ଡ୍ୟାସ୍ ଲେବୁଲ। ଉଚ୍ଚତର ଶିକ୍ଷା ଡ୍ୟାସ୍ ସ୍ତରର ଅଟେ। ତାର ଆନ୍ସର ହେଇଯିବ ଥାର୍ଡ ବା ତୃତୀୟ ସ୍ତରର ଅଟେ। କ୍ୱେଶ୍ଚିନ୍ ନମ୍ବର 10 ଦି ଏଜୁକେସନ ରିକ୍ୱାର୍ଡ ଫର ହାୟର ଡିଗ୍ରିଜ୍ ଆଣ୍ଡ ଡିପ୍ଲୋମାସ୍ ଇଜ୍ କଲ୍ଡ ଡ୍ୟାସ୍। ଉଚ୍ଚତର ଡିଗ୍ରୀ ଓ ଡିପ୍ଲୋମା ପାଇଁ ଆବଶ୍ୟକ ଶିକ୍ଷାକୁ ଡ୍ୟାସ୍ କୁହାଯାଏ। ତାର ଆନ୍ସର ହେଇଯିବ ହାୟର ଏଜୁକେସନ କୁହାଯାଏ ବା ଉଚ୍ଚତର ଶିକ୍ଷା କୁହାଯାଏ। ତ ଆମେ ଯୋଉ ଉଚ୍ଚତର ଡିଗ୍ରୀ ଡିପ୍ଲୋମା ପାଇଁ ଯୋଉ ଶିକ୍ଷା ଗ୍ରହଣ କରିଥାଉ ତାକୁ ଆମର କୁହାଯାଇଥାଏ ହାୟର ଏଜୁକେସନ ବା ଉଚ୍ଚତର ଶିକ୍ଷା। ତାପରେ ଡ୍ୟାସ୍ ଗଭର୍ଣ୍ଣସ୍ ହାୟର ଏଜୁକେସନ। ଉଚ୍ଚତର ଶିକ୍ଷାକୁ କିଏ ଆମର ନିୟନ୍ତ୍ରଣ କରିଥାଏ। ତାର ଆନ୍ସର ହେଇଯିବ
यूनिवर्सिटी ग्रांट्स कमिशन बा विश्वविद्यालय मंजूरी कमिशन आमर हायर एजुकेशन को नियंत्रण करें। क्वेश्चन नंबर 12 ए प्रॉब्लम्स इन हायर एजुकेशन इज डैश उच्चतर शिक्षार एक समस्या होची डैश आंसर हो लैक ऑफ ट्रेन टीचर्स तालीम प्राप्त शिक्षकों अभाव होची उच्चतर शिक्षार एक मुख्य समस्या। क्वेश्चन नंबर 13 वन प्रॉब्लम फेसिंग हायर एजुकेशन इज डैश उच्चतर शिक्षा सम्मुखीन होता एक समस्या होची कौन तो आंसर होची पुअर टीचिंग एंड लर्निंग निम्नमानर शिक्षादान एवं शिक्षण होची उच्चतर शिक्षा जो समस्या गुड़िक सम्मुखीन होची तार गोटे मुख्य समस्या होची निम्नमानर शिक्षादान एवं शिक्षण। तो ये थिला आपन क्वेश्चन नंबर 13। क्वेश्चन नंबर 14 रही डैश हायर एजुकेशन कैंपेन प्रायोरिटीज मैटर्स डैश उच्चतर शिक्षा अभियान अग्राधिकार प्रदान करता विषय आमर हायर एजुकेशन क्यों विषय को अग्राधिकार देते प्रायोरिटीज देते ना क्वालिटी वैल्यूज गुणात्मक मूल्यबोध को आम हायर एजुकेशन अधिक अग्राधिकार देता है। तो देखो ये 4-5 क्वेश्चन आम प्रायतः हायर एजुकेशन उपर रही डैश उच्चतर शिक्षा को नियंत्रण करे उच्चतर डिग्री डिप्लोमा आमर कौन ये आप 2 मार्क कले आपने लिखिपारे। लास्ट क्वेश्चन आम रही क्वेश्चन नंबर 15 हु चेंजेस स्टूडेंट लाइफ